ଭାରତୀୟ ରେଳବାଇ ଏକ ବିବୃତ୍ତିର ଘୋଷଣା କରିଛି ଯେ ଜନବିଶ୍ୱାସ ଆଇନ 2026ର ବ୍ୟବସ୍ଥା ଅନୁଯାୟୀ ରେଳ ଆଇନ 1998ର ଧାରା 136 ଏବଂ 138 ଅନୁଯାୟୀ ସର୍ବନିମ୍ନ ଦଣ୍ଡ 20 ଜୁନ୍ 2026 ଠାରୁ 500 ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଯାତ୍ରୀମାନଙ୍କୁ ଏକ ବୈଧ ଟିକେଟ୍ ସହିତ ଯାତ୍ରା କରିବାକୁ ଏବଂ ଜରିମାନା ଏଡ଼ାଇବା ପାଇଁ ରେଳ ନିୟମ ପାଳନ କରିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ଜୁନ୍ 19 ତାରିଖରେ ଜାରି ହୋଇଥିବା ଏକ ଗଜେଟ୍ ବିଜ୍ଞପ୍ତିରେ ରେଳ ମନ୍ତ୍ରଣାଳୟ କହିଛି ଜନବିଶ୍ୱାସ ବିଧାନ ସଂଶୋଧନ ଆଇନ 2026ର ଧାରା 1 ଉପଧାରା 2 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ଏହି ବିଜ୍ଞପ୍ତି ପ୍ରଶାସନର ତାରିଖକୁ ସେହି ତାରିଖ ଭାବରେ ନିର୍ଦ୍ଧାରଣ କରୁଛନ୍ତି ଯେଉଁଦିନ ଉକ୍ତ ଆଇନ ବ୍ୟବସ୍ଥାଗୁଡ଼ିକ ଯଥାକ୍ରମେ କ୍ରମିକ ସଂଖ୍ୟା 52 ରେଳ ଆଇନ 1989 24 ସହିତ ଜଡ଼ିତ କାର୍ଯ୍ୟକାରୀ ହେବ। ଯଦି ଉପଧାରା 1 ଅତିରିକ୍ତ ଦେୟ ଏବଂ ଭଡ଼ା ଦେବାକୁ ଦାୟୀ କୌଣସି ଯାତ୍ରୀ ଏହି ଧାରା ଅନୁଯାୟୀ କରାଯାଇଥିବା ଦାବି ଉପରେ ତାହା ଦେବାକୁ ବିଫଳ ହୁଅନ୍ତି କିମ୍ବା ତାହା ଦେବା ମନା କରନ୍ତି ତେବେ କ୍ଷମତାପ୍ରାପ୍ତ ରେଳ କର୍ମଚାରୀ ଦେୟ ରାଶିର ପୁନଃପ୍ରାପ୍ତି ପାଇଁ ଅଦାଲତରେ ଆବେଦନ କରିପାରିବେ ଏବଂ ଯଦି କୋର୍ଟ ସନ୍ତୁଷ୍ଟ ହୁଅନ୍ତି ଯେ ଏହି ରାଶି ପ୍ରଦାନ ଯୋଗ୍ୟ ତେବେ ତାହା ଆଦାୟ କରିବାକୁ ନିର୍ଦ୍ଦେଶ ଦେବେ ଏବଂ ଦେୟ ପାଇଁ ଦାୟୀ ବ୍ୟକ୍ତିଙ୍କୁ ଦେୟ ନ ଦେଲେ 6 ମାସ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା 500 ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡିତ କରାଯିବ ବୋଲି ନିର୍ଦ୍ଦେଶ ଦେଇପାରିବେ।